ମୁଁ ଗରିବ, କିନ୍ତୁ ମୋ ସ୍ୱପ୍ନ ଗରିବ ନଥିଲା। ମୋ ଭାବନା, ମୋ ଚିନ୍ତା ବଡ଼ ଥିଲା। ମୋର ଏ ସ୍ୱପ୍ନ ଅମର ଥିଲା। ମୋର ଏ କଳ୍ପନା ମୋ ଝିଅ ପାଇଁ ଥିଲା। ମୁଁ ମରିଯିବି, କିନ୍ତୁ ମୋ ଝିଅ IAS ହେବା ଆଗରୁ ନୁହେଁ। ମୋ ପାଖରେ ଯଥେଷ୍ଟ ପଇସା ନାହିଁ, ରହିବା ପାଇଁ ଭଲ ଘରଟିଏ ନାହିଁ, କିନ୍ତୁ ଗୋଟେ ଘର ଅଛି। ସେ ହେଉଛି ମୋ ଝିଅର ଅନନ୍ୟ ସ୍ୱପ୍ନର ଘର। ଏମିତି ଏକ ହୃଦୟ ବିଦାରକ କାହାଣୀ ଆସନ୍ତୁ ଆଜି ଶୁଣିବା। ନମସ୍କାର, ସରସ୍ୱତୀ ଷ୍ଟୋରି କ୍ରିଏସନ୍ ଚ୍ୟାନେଲରେ ମୁଁ ସରସ୍ୱତୀ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ କାହାଣୀରେ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ। ଗୋଟେ ଗାଁର ନାଁ ଥିଲା ବୃନ୍ଦାବନପୁର। ସେଠି ରହୁଥିଲେ ଗୋଟେ ଗରିବ ଲୋକ, ରାଜୁ ପଣ୍ଡା। ତାଙ୍କ ଜୀବନ ବହୁତ ଦୁଃଖରେ ଥିଲା, କିନ୍ତୁ ମନରେ ଥିଲା ଏକ ଦୃଢ଼ ବିଶ୍ୱାସ। ମୁଁ ମୋ ଝିଅକୁ ବଡ଼ କରିବି, ସେ ବଡ଼ ଅଫିସର ହେବ। କିନ୍ତୁ ରାଜୁଙ୍କ ଘର ଅତ୍ୟନ୍ତ ଗରିବ ଥିଲା। ସେ କେବେ ବିଲରେ ମଜୁରୀ କରୁଥିଲେ ତ କେତେବେଳେ ଗାଁ ମେଳା ଭିତରେ ବୁଟ ଚଣା ବିକୁଥିଲେ। ତାଙ୍କ ସ୍ତ୍ରୀ ଜନନୀ ରାଜୁଙ୍କୁ ବହୁତ ସାହାଯ୍ୟ ସହଯୋଗ କରୁଥିଲେ। ଜନନୀ ବହୁତ ଶାନ୍ତ ଓ ଦୟାଳୁ ଥିଲେ। କିନ୍ତୁ ଗୋଟିଏ ଦିନ ଅଚାନକ ଜନନୀଙ୍କ ଦେହ ବହୁତ ଖରାପ ହୋଇଗଲା। ସେ ହଠାତ୍ ବେହୋସ ହୋଇ ପଡ଼ିଲେ। ରାଜୁ ତାଙ୍କ ଝିଅ ଜନନୀଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଗଲେ। ଡାକ୍ତର ଜନନୀଙ୍କ ଶରୀର ପରୀକ୍ଷା କରି ଜାଣିପାରିଲେ ଜନନୀଙ୍କୁ କ୍ୟାନ୍ସର ହୋଇଯାଇଛି। ରାଜୁ ଏକଥା ଶୁଣି ବହୁତ ଭାଙ୍ଗି ପଡ଼ିଲେ। ତାଙ୍କ ପାଖରେ ପଇସା ନଥାଏ, କେମିତି କରିବେ ଜନନୀଙ୍କ ଚିକିତ୍ସା, ଏକଥା ଭାବି ବହୁତ କାନ୍ଦୁଥାନ୍ତି। ସେ ସବୁ ଝିଅ ଦେଖି ଜମାରୁ ସହିପାରୁ ନଥାଏ। ଏମିତି 2 ମାସ ବିତିଗଲା। 3 ମାସ ବେଳକୁ ଜନନୀ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଗଲେ। ରାଜୁ ଏସବୁ ଭିତରେ ବହୁତ ମନ ଦୁଃଖରେ ରହୁଥିଲେ। କେମିତି ମୋ ଝିଅକୁ ବଡ଼ କରିବି? ତା ମା' ବିନା, ମା' ଚାଲିଗଲା ମୋତେ ଏକା କରିଦେଇ। ଝିଅ ରଶ୍ମି ସେତେବେଳକୁ 8ମ ଶ୍ରେଣୀରେ ପଢ଼ୁଥିଲେ। ମା'ଙ୍କ ମୃତ୍ୟୁ ପରେ ସତେ ଯେମିତି ସବୁକିଛି ଅନ୍ଧାର ହୋଇଗଲା। କିନ୍ତୁ ରାଜୁ ମନକୁ ବୁଝାଇଲେ, ନିଜକୁ ଦୃଢ଼ କଲେ। ଭାବିଲେ ମୋ ଝିଅ ପାଇଁ ଆଗକୁ ବଢ଼ିବାକୁ ହେବ। ଗାଁରେ ଅନେକ ଧନୀ ଲୋକ ମନରେ ଭାବୁଥିଲେ, ଗରିବ ରାଜୁ ଝିଅ ପାଠ ପଢ଼ୁଛି ସିନା, କ'ଣ କରିପାରିବ? ବେକାର ରାଜୁ ଏତେ ଦୁଃଖ କଷ୍ଟ ପରିଶ୍ରମ କରି ଝିଅକୁ ପାଠ ପଢ଼ାଉଛି। ଗରିବର ଝିଅ କ'ଣ କରିପାରିବ? ଜୀବନରେ ଏମିତି ଦେଖେଇ ଅନେକ କଥା ଗାଁ ଲୋକ କହୁଥିଲେ। ଝିଅକୁ କାମ କରିବାକୁ ପଠା, ପାଠ ପଢ଼ିବାକୁ ନୁହେଁ, ବଡ଼ ମଣିଷ ହେବା ପାଇଁ ନୁହେଁ, ବଡ଼ ସ୍ୱପ୍ନ ଦେଖିବା ଦରକାର ନାହିଁ। ଗରିବ ମଜୁରିଆ ଲୋକ ସେହିପରି ସ୍ୱପ୍ନ ଦେଖିବା ଦରକାର। ତା'ଠାରୁ ଅଧିକ ବଡ଼ ସ୍ୱପ୍ନ ଦେଖିଲେ କେବେ ପୂରା ହେବ ନାହିଁ। ଏମିତି ଅନେକ ବେଳେ ଅପମାନ ମିଳୁଥିଲା ରାଜୁଙ୍କୁ। ରାଜୁ ଭାବିଲେ ମୁଁ ମୋ ଝିଅକୁ ଏମିତି ଗଢ଼ିବି ଯେମିତି ଏ ସମାଜକୁ ଉତ୍ତର ଦେଇ ଦେଖେଇ ଦେବି। ଜନନୀଙ୍କ ସ୍ମୃତି ଓ ରଶ୍ମିଙ୍କ ଭବିଷ୍ୟତ ପାଇଁ ସେ ନିଜ ଗାଁରେ ଗୋଟେ ଛୋଟ ପାନ ଦୋକାନ ଖୋଲିଲେ। କାରଣ ଆଉ କିଛି ବଡ଼ କରିବା ପାଇଁ ରାଜୁଙ୍କ ପାଖରେ ସେମିତି ସମର୍ଥ ନଥିଲା। ଦିନ ରାତି ସେହି ଦୋକାନରେ ପାନ ବିକି କିଛି ପଇସାରେ ଦୋକାନକୁ ବଡ଼ ଆକାରରେ କଲେ। ସବୁକିଛି ଦୋକାନରେ ରଖି ବିକ୍ରି କଲେ। ଦୋକାନ ବହୁତ ଭଲ ଚାଲିଲା। ରାଜୁ ଦିନ ରାତି ସେହି ଦୋକାନରେ ପରିଶ୍ରମ କରି ପଇସା ଜମା କରି ଝିଅ ରଶ୍ମିକୁ ସ୍କୁଲ, ତାପରେ କଲେଜ ପଢ଼ାଇଲେ। ରଶ୍ମି ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ମନରେ ମା' ଓ ବାପାଙ୍କ କଷ୍ଟ ଏବଂ ଲକ୍ଷ୍ୟ ଅଛି। ସେ ପ୍ରତିଥର ଏକ୍ଜାମରେ ଟପ୍ କରୁଥିଲେ। ଗୋଟେ ଦିନରେ ସେ IAS ପରୀକ୍ଷା ଦେଲେ। ବଡ଼ ଧନୀ ଘରର ପିଲା ହେଉଛନ୍ତି ତାଙ୍କ ସାଙ୍ଗ, ଆଉ ଅନ୍ୟମାନେ ମଧ୍ୟ। ସବୁ ଭାବୁଥିଲେ ଗରିବ ଝିଅ କାହିଁକି ଆସିଛି IAS ପରୀକ୍ଷା ଦେବା ପାଇଁ, ସେ କେବେ ପାସ୍ କରିପାରିବ? ଏମିତି କହି ନିଜ ନିଜ ଭିତରେ ବହୁତ ହସାହସି ହେଉଥିଲେ। ରଶ୍ମି ଏସବୁ ଦେଖି ବହୁତ ମନ ଦୁଃଖ କରୁଥିଲେ। ମନରେ ଭାବୁଥିଲେ ଭଲ ହୋଇଛି, ମୁଁ ତୁମ ପରି ଧନୀ ଘରର ପିଲା ନୁହେଁ। ଧନୀ ପିଲାମାନେ କ'ଣ ଏମିତି ବ୍ୟବହାର କରିବା? ଲୋକଙ୍କ ପାଇଁ ଏମିତି ଭାବ। କାହାକୁ କିଛି ନ କହି IAS ପରୀକ୍ଷା ଦେଇ ଆସିଲେ।
କିଛି ଦିନ ପରେ IAS ପରୀକ୍ଷାର ରେଜଲ୍ଟ ଆସିଲା। ରଶ୍ମି ଅଲ୍ ଇଣ୍ଡିଆ ର୍ୟାଙ୍କ 5 ଆଣିଲେ। ରଶ୍ମିଙ୍କର ଏ ସଫଳତା ଦେଖି ବାପାଙ୍କ ଖୁସିରେ କହିଲେ ନ ସରେ। IAS ଅଫିସର ହେଲା ପରେ ଗାଁକୁ ଫେରି ଆସି ବଡ଼ ଅଫିସର ଭାବରେ ଜଣାଇଲେ, ମୁଁ ଏଠି ଆସିଛି ଏବେ ଗାଁର ଜଣେ IAS ହିସାବରେ। ଆଜି ମୁଁ ମୋ ବାପାଙ୍କ ପାଇଁ ଏତେ ବଡ଼ ଅଫିସର ହୋଇପାରିଲି। ମୋ ବାପା ମୋ ପାଇଁ ବଡ଼ ମଣିଷ। ମୁଁ ଆଜି ଯେଉଁଠି ଅଛି ତାହା ମୋ ବାପା ରାଜୁଙ୍କ ଓ ମୋ ମା ଜନନୀଙ୍କ ବଳିଦାନ ପାଇଁ। ଯେଉଁ ଲୋକ ତାଙ୍କ ଗରିବ ବୋଲି ଅପମାନ କରୁଥିଲେ, ସେମାନେ ଏବେ ତାଙ୍କ ପାଖରେ ମୁହଁ ନାହିଁ। ମୁଁ ଏହି ସମାଜକୁ ପରିବର୍ତ୍ତନ କରି ଦେଖାଇବି। ଗରିବ ଲୋକ ମଧ୍ୟ ବିଶ୍ୱାସ, ଚେଷ୍ଟା, ପରିଶ୍ରମ କଲେ ବଡ଼ ଅଫିସର ହୋଇପାରିବ। ଯେଉଁ ଲୋକମାନେ ଅପମାନ କରୁଥିଲେ, ଏବେ ରାଜୁଙ୍କ ପାଖରେ ଆସି କହିଲେ, ଭାଇ ରାଜୁ, ଆମ ଝିଅକୁ ବଡ଼ IAS କରିଦେଲ। ଆପଣଙ୍କ ପରି ବାପା ଏ ଦୁନିଆରେ ବହୁତ କମ୍। ରାଜୁ ହସିଦେଲେ। ତାଙ୍କ ଆଖିରେ ଲୁହ, ମନରେ ଜନନୀଙ୍କ ଛବି। ରଶ୍ମି ବଡ଼ ଅଫିସର ହେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ହେଲା ତାଙ୍କ ପ୍ରାନ୍ତ ନିକଟରେ ଥିବା ଜିଲ୍ଲା କଲେକ୍ଟର ଭାବରେ। ସେ ଗାଁକୁ ଯିବା ପୂର୍ବରୁ ଏକ ସଂକଳ୍ପ କଲେ, ମୋ ମା ଯେଉଁ ଅପମାନ ଭୋଗିଛନ୍ତି, ସେଥିରେ ଉତ୍ତର ମୁଁ କାମ ଦ୍ୱାରା ଦେବି। ଗାଁ ଫେରିବା ପରେ ସେ ଦେଖିଲେ, ସେ ଧନୀ ଲୋକମାନେ ଏବେ ଯାଏ ବି ଗରିବ ମଜୁରିଆ ଲୋକଙ୍କୁ ଉପର ଅତ୍ୟାଚାର କରୁଛନ୍ତି। ରାସ୍ତା ନାହିଁ, ପାଣି ନାହିଁ, ଗରିବ ଝିଅମାନେ ପାଠ ପଢ଼ି ପାରୁନାହାନ୍ତି। ସେ ଗୋଟେ ଗୋଟେ କରି ଏହିସବୁ ଅନ୍ୟାୟ ଅସୁବିଧାକୁ ବିରୋଧରେ ଅଭିଯାନ ଆରମ୍ଭ କଲେ। ଧନୀ ଲୋକଙ୍କ ଘମଣ୍ଡ ଭାଙ୍ଗିଦେଲେ। ଗୋଟେ ଦିନ ଧନୀ ରାଉତଙ୍କ ଝିଅ ପାଇଁ ସେ ଦାଖଲ ଅଫିସର ଉପର ଦବାବ ଦେବାକୁ ଚେଷ୍ଟା କଲେ, କିନ୍ତୁ ରଶ୍ମି ମାନିଲେ ନାହିଁ। ସେ ସବୁ ଅନ୍ୟାୟ ଗମ୍ଭୀର ଭାବରେ ତଦନ୍ତ କରି ଅନେକ ଅଧିକାରୀଙ୍କୁ ସସ୍ପେଣ୍ଡ କରିଦେଲେ। ବାପାଙ୍କ ସମ୍ମାନ ଗୋଟେ ଦିନ ଗାଁରେ ବଡ଼ ସମ୍ମାନ ସଭା ହେଲା, ଯେଉଁଠି ରଶ୍ମି କହିଲେ, ମୁଁ ଆଜି ଯେଉଁଠି ଅଛି ତାହା ମୋ ବାପା ରାଜୁଙ୍କ କଷ୍ଟ ଓ ମୋ ମା ଜନନୀଙ୍କ ବଳିଦାନ ପାଇଁ। ଯେଉଁ ଲୋକ ତାଙ୍କୁ ଅପମାନିତ କରୁଥିଲେ, ସେମାନେ ଏବେ ତାଙ୍କ ପାଖରେ ମୁହଁ ନାହିଁ। ମୁଁ ଏହି ସମାଜକୁ ପରିବର୍ତ୍ତନ କରି ଦେଖାଇଦେବି। ଗରିବ ମଧ୍ୟ ବଡ଼ ଅଫିସର ହେଇପାରେ। ରଶ୍ମିଙ୍କ ସହ କାମ କରୁଥିବା ଏକ ଇମାନଦାର IAS ଅଫିସର ରଞ୍ଜନ ସେନଙ୍କୁ ବହୁତ ସମ୍ମାନ କରୁଥିଲେ। ଦୁଇ ଜଣ ମଧ୍ୟରେ ଗଭୀର ବୁଝାମଣା ଥିଲା। ସେ ଜଣେ ଅନାଥ ଥିଲେ। ତାଙ୍କର କାହାଣୀ ମଧ୍ୟ ଦୁଃଖର। ଅବଶେଷରେ ରାଜୁଙ୍କ ଆଶୀର୍ବାଦରେ ରଶ୍ମି ରଞ୍ଜନଙ୍କୁ ବିବାହ କଲେ। ଏବେ ରାଜୁ ଦୁଇ ଜଣ ନାତି ନାତୁଣୀଙ୍କ ସହ ଖେଳକୁଦ କରୁଛନ୍ତି। ମନରେ ଅନେକ ଶାନ୍ତି। ଘରେ ହସ୍ପିଟାଲ ହୋଇଛି, ଗାଁରେ ନୂଆ ସ୍କୁଲ ହୋଇଛି ଏବଂ ଲୋକେ ସେମାନଙ୍କଠାରୁ କିଛି ଶିଖୁଛନ୍ତି। ଗରିବ ହେଉଛି ଏକ ଅବସ୍ଥା, ମନୋବଳ ଓ ଶିକ୍ଷା ହେଉଛି ଅସ୍ତ୍ର। ମା'ର ଛାଡ଼ିଯିବା ପରେ ମୋ ଜୀବନ ଅନ୍ଧାର ହୋଇଯାଇଥିଲା। ତା ଆଲୋକ ଆଜି ମୋ ଝିଅ ହେଲା, ଯିଏ ଏ ଦୁନିଆକୁ ଦେଖାଇଦେଲା ଯେ ଗରିବ ଭିତରୁ ମଧ୍ୟ ରାଜା ହୋଇଯାଏ। ରଶ୍ମି ରଞ୍ଜନ ଦୁଇ ଜଣ ମନରେ ଚିନ୍ତା କଲେ, ଆମେ ସମାଜ ପାଇଁ କିଛି କରିବା, ଏ ସମାଜକୁ ଆଗକୁ ବଢ଼ାଇବା। ଗାଁ ଗାଁରେ ଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନତି ଆଣିବା। ସେମାନେ ଏକ NGO ଖୋଲିଲେ। ନାମ ଦେଲେ ଆଶାର ଆଲୋକ। ଯେଉଁଠି ଗରିବ ଝିଅମାନେ ମାଗଣା ଶିକ୍ଷା, IAS ପ୍ରସ୍ତୁତ ଓ ମନୋବଳ ଶିକ୍ଷା ପାଉଥିଲେ। ସେଠାରେ ଗୋଟେ ଝିଅ ରହୁଥିଲେ। ତାଙ୍କର ନାମ ଥିଲା ଚନ୍ଦ୍ରା। ସେ ବେଳେବେଳେ ତାଙ୍କ ମା ପାଖରେ ମଜୁରୀ କରୁଥିଲେ, ରାତିରେ ପଢ଼ୁଥିଲେ। ରଶ୍ମି ତାଙ୍କ ଆଖିରେ ନିଜ ପୁରୁଣା ଛବି ଦେଖିଲେ। ସେ ଚନ୍ଦ୍ରାକୁ ନିଜ ଘରେ ରଖିଲେ, ଶିକ୍ଷା ଦେଲେ, ମନୋବଳ ଦେଲେ। 2 ବର୍ଷ ପରେ ରାଜୁ ରୋଗରେ ପଡ଼ିଲେ। ସେ ତାଙ୍କ ଶେଷ ନିଶ୍ୱାସରେ କହିଲେ, ମୁଁ ଏବେ ଶାନ୍ତି ମନରେ ଆରପାରିକୁ ଯାଇପାରିବି। ମୋ ଝିଅ ଖାଲି ସେ ନିଜେ ନୁହେଁ, ଆଉ ଅନେକ ଝିଅଙ୍କ ପାଇଁ ଅଭିଭାବକ ହୋଇଛି।
ତାପରେ ରାଜୁ ଏ ଦୁନିଆ ଛାଡ଼ି ଚାଲିଗଲେ ଆରପାରିକୁ। ରଶ୍ମି ଏବେ ବିଦେଶରେ ଏକ ଆନ୍ତର୍ଜାତୀୟ ମଞ୍ଚର ଗଭର୍ଣ୍ଣାନ୍ସ କନଫରେନ୍ସକୁ ଉପସ୍ଥାପନା କରିବାକୁ ଯାଆନ୍ତି। ସେଠାରେ ତାଙ୍କ ଗାଁର ଦୁଃଖର କାହାଣୀ, ବାପାଙ୍କ ସଂଘର୍ଷ, ତାଙ୍କ ଯାତ୍ରା ଓ ଏବେ ତିଆରି କରୁଥିବା ନିଜ ପରି ଅନେକ ରଶ୍ମି ବିଷୟରେ କହିବାରେ ସମସ୍ତେ ବିଦେଶୀ ଅତିଥିମାନେ ଭାବବିହ୍ୱଳ ହୋଇଯାନ୍ତି। ରଶ୍ମିକୁ ବାର୍ଷିକ ରାଷ୍ଟ୍ରପତି ସମ୍ମାନ ମିଳେ, ନାରୀ ଶକ୍ତି ପୁରସ୍କାର। ତାଙ୍କ ସାଥିରେ ମଞ୍ଚ ଉପରେ ଥିଲେ ଚନ୍ଦ୍ରା, ଯିଏ IAS ଟପ୍ କରିଥିଲେ ଏବଂ କହିଲେ, ମୋ ଜୀବନ କେବେ ବି ଏପରି ଭାବରେ ପରିବର୍ତ୍ତନ ହେଇନଥାନ୍ତା ଯଦି ମୋ ମା ରଶ୍ମି ମ୍ୟାଡ଼ାମ ନଥାନ୍ତେ। ରଶ୍ମି ଗାଁ ମଧ୍ୟରେ ନିଜ ମା ଓ ବାପାଙ୍କ ନାମରେ ଗଢ଼ିଥିବା ଏକ ବଡ଼ ଗର୍ଲସ ରେସିଡେନ୍ସିଆଲ ଏକାଡେମୀରେ ଏମିତି ଲେଖିଥିଲେ। ପଥରେ ଥିଲା ବାଧା, କିନ୍ତୁ ମନୋବଳ ଏହି ବାଧାକୁ ସେତୁ କରିଦେଲା। ଅଧିକ ଦୃଢ଼ ହୋଇଥାନ୍ତି, କାରଣ ସେମାନେ ଦୁଃଖରୁ ନୁହେଁ, ସ୍ୱପ୍ନରୁ ଅଧିକ ଶକ୍ତି ପାଇଥାନ୍ତି। କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।